ସମସ୍ତଙ୍କୁ ନମସ୍କାର। ମୋ ଆନ୍ତରିକ ଭାବରେ ପ୍ରେଜ୍ ଦ ଲର୍ଡ। ଏବେ ଯେଉଁ ସିଚୁଏସନ୍ ହେଇଛି, ଜଣେ 4 ବର୍ଷର ଝିଅକୁ 24 ଇୟର ଜଣେ ପୁଅ କ'ଣ କଲା, ରେପ୍ କରିକି ତାର ମୁହଁକୁ ପଥରରେ ମାରିକି ମରିକି ଗୋଟେ ଜାଗାରେ ନେଇକି ଫୋପାଡ଼ି ଦେଲା। କାରଣ କ'ଣ ପାଇଁ ବୋଲି କହିଲେ, ଯେତେବେଳେ ରେପ୍ କଲା ତାପରେ ଭାବିଲା ସେ କ'ଣ କଲା, ଯାଇକି କହିଦେବ ଘରେ ଭାବିକି ସେ ସେଇ ପ୍ରକାର ବିଷୟ କରିକି ଛାଡ଼ିଦେଲା। ମାନେ ଭାବନ୍ତୁ, ଏ ଯେଉଁ ଇଣ୍ଡିଆରେ ବର୍ତ୍ତମାନ ସମୟରେ କ'ଣ ହେଉଛି। ଆମ ଇଣ୍ଡିଆରେ ଯଦି ଦେଖିବା ବୋଲି କହିଲେ, ଏହିପରି କେସ୍ ଆଜି ପର୍ଯ୍ୟନ୍ତ 31,470ରୁ ଅଧିକ ଲୋକମାନେ, ଟିନେଜ୍ ଲୋକ ଯେଉଁ 18 ଅଣ୍ଡର ରହୁଛନ୍ତି, ସେମାନଙ୍କର ଏସବୁ ବିଷୟ ହେଉଛି। ଆଉ 89% ଲୋକ କେବଳ ସେଇପରି କରିକି ଧରା ପଡ଼ୁଛନ୍ତି, ଆଉ ବାକି ଲୋକ ହଜି ଯାଇଛନ୍ତି। ମାନେ ଜଷ୍ଟିସ୍ ଏତେ ଲୋକ ମାଗୁଛନ୍ତି, ଜଷ୍ଟିସ୍ ମିଳିଲେ କ'ଣ ହେଲା, ବଟ୍ ନିଜର ପୁଅ ନିଜର ଝିଅ ତ କ'ଣ କରୁଛନ୍ତି, ହରାଇ ଦେଇଛନ୍ତି। ଆଉ ସେମାନେ ମରିଲେ କେତେ, ନ ମରିଲେ କେତେ। ଯେଉଁମାନେ ସେମିତି କରିଛନ୍ତି ତାଙ୍କୁ ଫାଶୀ ଦେଲେ ତ ତାଙ୍କର ଝିଅ ପୁଣି ଥରେ ଫେରି ପାଇବେ ନାହିଁ। 1860 IPS ଅଣ୍ଡର ଅନୁସାରେ ଯେଉଁ ରେପ୍ କେସ୍ରେ ଯଦି ଭିତରକୁ ଗଲେ, ତାକୁ 7 ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ ବା 15 ବର୍ଷ ପର୍ଯ୍ୟନ୍ତ ସେଇ ଭିତରେ ରଖାଯିବ। ଆରାମସେ ଖାଇବ ପିଇବ, ପୁଣି ଥରେ ବାହାରକୁ ବାହାରିବ। ଆଉ କ'ଣ କରିବ, ସେଇପରି କରିପାରେ ଅବା ନ କରିପାରେ ସେଟା କହିପାରିବନି, ବଟ୍ ସେଇପରି କରିବ। ମାନେ ଅଦର କଣ୍ଟ୍ରି ଯଦି ଆମେ ଦେଖିବା ବୋଲି କହିଲେ, ଯେତେବେଳେ ଏସବୁ ବିଷୟ ହବ, ରେପ୍ କେସ୍ରେ ଯେତେବେଳେ ପଡ଼ିବେ, ସେମାନଙ୍କୁ କେବଳ ଦଣ୍ଡ, ସିଧା ମରିବା ସମୟ, ମରିବା ଛଡ଼ା କିଛି ମଧ୍ୟ। ତ ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ କହିବା ପାଇଁ ଚାହୁଁଛି, ଯେତେବେଳେ ବାହାରକୁ ଯାଉଛନ୍ତି କୌଣସି ପୁଅ ସହିତ ବୁଲିବା ପାଇଁ ବା କୁଆଡ଼େ ମଧ୍ୟ ଯାଉଛନ୍ତି, ନିଜର ପରିବାରକୁ ଜଣେଇକି ଯାଅ।